ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖିଯାଏ ଏବଂ ହାର ନ ମାନି ବାରମ୍ବାର ପ୍ରୟାସ କରୁଥାଏ। ନମସ୍କାର ବନ୍ଧୁଗଣ, ପୁଣି ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଏହି ଭିଡ଼ିଓରେ ଜାଣିବା କି ବିଫଳତାରୁ ସଫଳତା କେମିତି ହାସିଲ କରିପାରିବା। ତ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି କାହାଣୀଟି ଆପଣଙ୍କ ଭାବନା ଶକ୍ତିକୁ ବଦଳାଇ ଦେବ। ସଫଳତା ଗୋଟିଏ ଏମିତି ଜିନିଷ ଯାହା ସବୁ ମଣିଷକୁ ଦରକାର, କିନ୍ତୁ କେତୋଟି ବ୍ୟକ୍ତି ବିନା ପରିଶ୍ରମରେ ସଫଳତା ପାଇବା ଆଶା ରଖନ୍ତି ଏବଂ ତାଙ୍କ ଆଶା ନିରାଶାରେ ବଦଳିଯାଏ। ତ ଚାଲ ଏହି କାହାଣୀରୁ ଜାଣିବା କି ବିଫଳତାରୁ ସଫଳତା କେମିତି ପାଇପାରିବା। ଏହି କଥା ସେହି ଦିନର ଅଟେ ଯେବେ ଗୌତମ ବୁଦ୍ଧ ଆତ୍ମଜ୍ଞାନ ପାଇଁ ତପସ୍ୟା କରୁଥିଲେ। ତାଙ୍କ ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଥିଲା। ସେ ସେହି ପ୍ରଶ୍ନର ଉତ୍ତର ଖୋଜୁଥିଲେ, କିନ୍ତୁ ବହୁତ ପ୍ରୟାସ କରି ମଧ୍ୟ ତାଙ୍କୁ ସେ ପ୍ରଶ୍ନର ଉତ୍ତର ମିଳୁନଥିଲା। ସେ ଆତ୍ମଜ୍ଞାନ ପାଇବା ପାଇଁ କଠିନରୁ କଠିନ ତପସ୍ୟା କଲେ, ବହୁତ ଧାର୍ମିକ କ୍ଷେତ୍ରକୁ ଗଲେ, କିନ୍ତୁ ଯେଉଁ ସମାଧାନ ସେ ପାଇବା ପାଇଁ ଚାହୁଁଥିଲେ ସେ ପାଇପାରିଲେ ନାହିଁ। ଦିନେ ତାଙ୍କ ମନରେ ନିରାଶା ଛାଇଗଲା। ସେ ଭାବିଲେ, ଧନ, ମାୟା, ମୋହ ଏବଂ ସଂସାରର ସମସ୍ତ ବସ୍ତୁକୁ ତ୍ୟାଗ କରି ମଧ୍ୟ ମୋତେ କାହିଁକି ଆତ୍ମଜ୍ଞାନର ପ୍ରାପ୍ତି ହେଲା ନାହିଁ? କ'ଣ ମୁଁ ମରିଯିବା ପୂର୍ବରୁ ଆତ୍ମଜ୍ଞାନର ପ୍ରାପ୍ତି କରିପାରିବି ନାହିଁ? ମୁଁ ଆଗକୁ କ'ଣ କରିବା ଦରକାର? ଏହିପରି ବହୁତ ପ୍ରଶ୍ନ ବୁଦ୍ଧଙ୍କର ମନରେ ଉଙ୍କି ମାରୁଥିଲା। ସେ ତପସ୍ୟାରେ ସଫଳତାର ବାଟ ଦିଶୁନଥିଲା, କିନ୍ତୁ ଏ ପାଖରେ ବୁଦ୍ଧ ପ୍ରୟାସରେ କିଛି ବି କମି ରଖିଲେ ନାହିଁ। ସେ ଉଦାସ ମନରେ ଏହି ପ୍ରଶ୍ନର ବିଚାର କରୁଥିଲେ। ସେହି ସମାଜରେ ତାଙ୍କୁ ଶୋଷ ଲାଗିଲା। ସେ ତାଙ୍କର ଆସନରୁ ଉଠି ପାଣି ପିଇବା ପାଇଁ ଗୋଟିଏ ପୋଖରୀକୁ ଗଲେ। ସେହି ସ୍ଥାନରେ ବୁଦ୍ଧ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଗୋଟିଏ ଗୁଣ୍ଡୁଚି ମୂଷା ମୁହଁରେ ଗୋଟିଏ ଫଳଟିଏ ଧରି ପୋଖରୀକୁ ଆସିଲା। ସେ ଫଳଟି ତାର ମୁହଁରୁ ଖସି ପୋଖରୀରେ ପଡ଼ିଗଲା। ସେ ଗୁଣ୍ଡୁଚି ମୂଷା ଦେଖିଲା ଫଳ ପୋଖରୀରେ ଗଭୀର ଜଳ ମଧ୍ୟରେ ଭାସି ଯାଉଛି। ସେ ଗୁଣ୍ଡୁଚି ମୂଷା ପୋଖରୀକୁ ଡେଇଁ ପଡ଼ିଲା। ନିଜ ଶରୀରକୁ ପୁରା ଭାବରେ ଭିଜାଇ ବାହାରକୁ ଆସିଲା। ବାହାରକୁ ଆସି ସେ ଶରୀରର ସବୁ ପାଣିକୁ ଝାରିବାକୁ ଲାଗିଲା ଏବଂ ସବୁ ପାଣିକୁ ଝାରି ପୁଣି ପୋଖରୀକୁ ଡେଇଁଲା। ତାର ଏହି କାମଟିକୁ ଲଗାତାର କରିବାକୁ ଲାଗିଲା। ମହାତ୍ମା ବୁଦ୍ଧ ତାଙ୍କୁ ଦେଖୁଥିଲେ। ସେ ଗୁଣ୍ଡୁଚି ମୂଷା ତାହା ଜାଣିନଥିଲା। ସେ ଲଗାତାର ତାର କାମକୁ କରିବାକୁ ଲାଗିଲା। ବୁଦ୍ଧ ଭାବିବାକୁ ଲାଗିଲେ, ଏ କେମିତି ଗୁଣ୍ଡୁଚି ମୂଷା ଅଟେ? ପୋଖରୀର ପାଣି ଏ ଶୁଖାଇ ପାରିବ ନାହିଁ। କିନ୍ତୁ ସେ ସାହସ ହରାଉ ନାହିଁ। ସେ ତାର ସବୁ ଶକ୍ତି ଲଗାଇ ପୋଖରୀକୁ ଖାଲି କରିବା କାର୍ଯ୍ୟରେ ଲାଗି ରହିଛି। ସେହି କ୍ଷଣି ବୁଦ୍ଧଙ୍କ ମନରେ ଗୋଟିଏ ବିଚାର ଆସିଲା, ଏଇଟା ତ ଗୋଟିଏ ଗୁଣ୍ଡୁଚି ମୂଷା ମାତ୍ରକେ, ତଥାପି ତାର ଲକ୍ଷ୍ୟକୁ ପାଇବା ପାଇଁ ଲାଗି ରହିଛି। ମୁଁ ତ ମଣିଷ ଅଟେ। ଆତ୍ମଜ୍ଞାନ ନ ପାଇବାରୁ ମନରେ ନିରାଶାର ଭାବନା ଆସିଲା। ମୁଁ ପୁଣି ତପସ୍ୟାରେ ଲାଗି ରହିବି ଏବଂ ଯେତେ କଷ୍ଟ ହେଉ ମୋର ପ୍ରୟାସ ଛାଡ଼ିବି ନାହିଁ। ଏହିପରି ମହାତ୍ମା ବୁଦ୍ଧ ମୂଷିକଠାରୁ ବି ଶିକ୍ଷା ପାଇଲେ ଏବଂ ତପସ୍ୟାରେ ବସି ପଡ଼ିଲେ। ଦିନେ ସେହି ସମୟ ବି ଆସିଲା, ବୁଦ୍ଧଙ୍କୁ ଆତ୍ମଜ୍ଞାନର ପ୍ରାପ୍ତି ହେଲା। ତ ବନ୍ଧୁଗଣ, ସଫଳତା ପାଇବାର ଅଛି ତ ବିଫଳତା ପରେ ବି ବାରମ୍ବାର ପ୍ରୟାସ କରିବାକୁ ପଡ଼େ ଏବଂ ଯିଏ ହାର ନ ମାନି ବାରମ୍ବାର ପ୍ରୟାସ କରେ, ଦିନେ ସେ ବି ସଫଳତାକୁ ପ୍ରାପ୍ତ କରେ। ବନ୍ଧୁଗଣ, ଏହି କାହାଣୀଟି ଯଦି ଭଲ ଲାଗିଥାଏ ଏବଂ ଏହି କାହାଣୀରୁ କିଛି ବି ଶିଖିଥାଅ ତ ଭିଡ଼ିଓଟିକୁ ନିଜ ସାଙ୍ଗସାଥୀଙ୍କୁ ସେୟାର କରନ୍ତୁ ଏବଂ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ।